ରାଜକୁମାରଙ୍କ ପେଟ ଭିତରେ ସାପ। ଅନେକ ଯୁଗରୁ କଳିଙ୍ଗ ନାମକ ଏକ ସମୃଦ୍ଧ ରାଜ୍ୟ ଥିଲା। ସେହି ରାଜ୍ୟର ରାଜା ଥିଲେ ମହାରାଜ ସୂର୍ଯ୍ୟଦେବ। ତାଙ୍କ ରାଜ୍ୟ ସମୁଦ୍ର କୂଳରେ ଥିବା ପବିତ୍ର ଧାମ ପୁରୀ ନିକଟରେ ଅବସ୍ଥିତ ଥିଲା। ସେଠାରେ ସମସ୍ତେ ଭଗବାନ ଜଗନ୍ନାଥଙ୍କୁ ଭକ୍ତିର ସହିତ ପୂଜା କରୁଥିଲେ। ରାଜାଙ୍କର ଏକମାତ୍ର ପୁଅ ଥିଲା ରାଜକୁମାର ଆଦିତ୍ୟ। ସେ ଅତ୍ୟନ୍ତ ସୁନ୍ଦର, ଦୟାଳୁ ଏବଂ ବୁଦ୍ଧିମାନ ଥିଲେ। ପ୍ରଜାମାନେ ତାଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ଦିନକରେ କ'ଣ ହେଲା ନା, ରାଜକୁମାର ଅସୁସ୍ଥ ହେଲେ। ତାଙ୍କ ପେଟରେ ଭୟଙ୍କର ବେଦନା ବା କଷ୍ଟ ଆରମ୍ଭ ହେଲା। ସେ ଖାଇପାରୁନଥିଲେ, ପିଇପାରୁନଥିଲେ କି ଶୋଇପାରୁନଥିଲେ। ଖାଲି ଚିତ୍କାର ହିଁ କରୁଥିଲେ, ମୋ ପେଟ ଭିତରେ କିଛି ଘୁରୁଛି, କିଛି ମୋତେ କାମୁଡ଼ୁଛି। ରାଜା ଦେଶର ସର୍ବଶ୍ରେଷ୍ଠ ବୈଦ୍ୟମାନଙ୍କୁ କଟକ ଓ ଭୁବନେଶ୍ୱରରୁ ଡାକିଲେ। ସମସ୍ତେ ଔଷଧ ଦେଲେ, ମନ୍ତ୍ର ପଢ଼ିଲେ, ଝାଡ଼ିଲେ, କିନ୍ତୁ କୌଣସି ଲାଭ ହେଲା ନାହିଁ। ରାଜକୁମାର ଦିନକୁ ଦିନ ଅସୁସ୍ଥ ହେବାରେ ଲାଗିଥିଲେ। ରାଣୀ ଭଗବାନ ଜଗନ୍ନାଥଙ୍କ ମନ୍ଦିରରେ ଦୀପ ଜାଳି ପ୍ରାର୍ଥନା କଲେ, ହେ ପ୍ରଭୁ, ମୋ ପୁଅକୁ ରକ୍ଷା କରନ୍ତୁ। ସେହି ସମୟରେ ଦିନେ ରାଜ୍ୟପାଳଙ୍କ ଦ୍ୱାରରେ ଜଣେ ବୃଦ୍ଧ ସାଧୁ ଆସି ପହଞ୍ଚିଲେ। ତାଙ୍କ ଦୃଷ୍ଟି ଗଭୀର ଓ ଶାନ୍ତ ଥିଲା। ସେ କହିଲେ, ରାଜା ମହୋଦୟ, ଆପଣଙ୍କ ପୁଅର ରୋଗ ସାଧାରଣ ରୋଗ ନୁହେଁ। ରାଜା ଭୟଭୀତ ହୋଇପଡ଼ିଲେ ଓ ପଚାରିଲେ, ତାହେଲେ କ'ଣ ହୋଇଛି ମୋ ପୁଅର? ସାଧୁ କହିଲେ, ଛୋଟବେଳେ ଏକ ସାପ ତାଙ୍କ ଶରୀର ଭିତରକୁ ପ୍ରବେଶ କରିଛି। ସେହି ସାପ ଏବେ ତାଙ୍କ ପେଟରେ ରହୁଛି ଏବଂ ସେ ଯେଉଁ ଖାଦ୍ୟ ଖାଉଛନ୍ତି ସେହି ସାପ ତାହା ଖାଉଛି। ସମସ୍ତେ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଏବେ କ'ଣ କରିବା? ରାଣୀ କାନ୍ଦିକି ପୁରା ଉଚ୍ଛଳ। ସାଧୁ କହିଲେ, ଆଜି ରାତିରେ ରାଜକୁମାରଙ୍କ ପାଖରେ ଗରମ କ୍ଷୀର ଏକ ସୁନାର ପାତ୍ରରେ ରଖନ୍ତୁ। ସାପ କ୍ଷୀରର ବାସ୍ନାରେ ବାହାରକୁ ନିଶ୍ଚୟ ବାହାରିବ। ସେତେବେଳେ ମୁଁ ମନ୍ତ୍ର ଦ୍ୱାରା ତାକୁ ବନ୍ଦୀ କରିବି। ସେହି ରାତିରେ ସବୁ ବ୍ୟବସ୍ଥା ହେଲା। ରାଜକୁମାର ଶୋଇ ରହିଲେ। ଗରମ କ୍ଷୀର ପାତ୍ର ପାଖରେ ତାଙ୍କର ରଖାଗଲା। ରାତି ମଧ୍ୟ ଅଦ୍ଭୁତ ଘଟଣା ଘଟିଲା। ରାଜକୁମାରଙ୍କ ପାଟି ବାଟେ ଏକ କଳା ସାପ ଧୀରେ ଧୀରେ ବାହାରକୁ ଆସିଲା। ସେ ହସି ହସି କ୍ଷୀର ପିଇଲା। ସାଧୁ ତତ୍କ୍ଷଣାତ୍ ମନ୍ତ୍ର ପଢ଼ି ପବିତ୍ର ଭସ୍ମ ଛିଞ୍ଚିଲେ। ସାପ ନିଷ୍ପ୍ରାଣ ହୋଇ ପଡ଼ିଲା ଏବଂ ଧୂଆଁରେ ପରିଣତ ହୋଇ ଅଦୃଶ୍ୟ ହୋଇଗଲା। ରାଜକୁମାର ହଠାତ୍ ଉଠି ବସିଲେ। ମା, ବାପା, ମୋର ବେଦନା ଆଜି ଠାକୁର ଶୁଣିଛନ୍ତି। ରାଜ୍ୟରେ ଆନନ୍ଦର ସୀମା ଖେଳିଗଲା। ନଗରରେ ଢୋଲ ବାଜିଲା, ଦୀପ ଜାଳିଲା। କିଛି ଦିନ ମଧ୍ୟରେ ରାଜକୁମାର ପୁରା ସୁସ୍ଥ ହୋଇଗଲେ ଏବଂ ପରେ ଏକ ନ୍ୟାୟପ୍ରିୟ ରାଜା ହେଲେ।